ଅନୁଗୁଳ ଡିଭିଜନ କ୍ଷୁଦ୍ର ଜଳସେଚନ ବିଭାଗ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ କୋଟି କୋଟି ଟଙ୍କା ଜେଏସପିଏଲ ଠାରୁ ଆତ୍ମସାତ କରି କାଳିଆପଟାଠାରୁ ଆରମ୍ଭ କରି ବରଙ୍ଗ ପଞ୍ଚାୟତର ଚାଷୀମାନଙ୍କ ଜମିକୁ ଯୋଗା ହେଉଥିବା ପାଣିକୁ ଜେଏସପିଏଲ ପ୍ଲାଣ୍ଟକୁ ବିକ୍ରି କରିଥିବାର କୃଷକମାନଙ୍କର ଅଭିଯୋଗ। ଏହାଛଡ଼ା ଜେଏସପିଏଲର ଦୂଷିତ ଜଳକୁ କନିଷ୍ଠ ଯନ୍ତ୍ରୀଙ୍କ ମାଧ୍ୟମରେ ବରଙ୍ଗ ପଞ୍ଚାୟତରେ କେନାଲରେ ନିଷ୍କାସନ କରାଯାଉଛି। ଏହାଦ୍ୱାରା କେନାଲ ଉପରେ ନିର୍ଭର କରୁଥିବା 2-3ଟି ପଞ୍ଚାୟତର ଲୋକ ଗୁରୁତର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାଛଡ଼ା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟରେ କାମ ନ କରି କେଉଁ ନିୟମରେ ଅନୁଗୁଳ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସୁଛନ୍ତି। ଏହାଦ୍ୱାରା ଛେଣ୍ଡିପଦା ବ୍ଲକର କୃଷକମାନଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ। କୃଷକମାନଙ୍କ ପାଇଁ ଆସିଥିବା ଅର୍ଥରାଶି ସେମାନଙ୍କୁ ମିଳିପାରିନାହିଁ। ଏନେଇ ଆମ ସଂଘର୍ଷ ଟିଭି ଜିଲ୍ଲା ପ୍ରତିନିଧି ଛେଣ୍ଡିପଦା ବ୍ଲକ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ପ୍ରତିକ୍ରିୟା ରଖିଲେ, ଚାଷୀମାନଙ୍କୁ ଜଳ ଯୋଗାଇବାର ଚୁକ୍ତି କେଉଁଠାରେ ଅଛି ଆମକୁ ଦେଖାଅ। ଅନୁଗୁଳ ଜିଲ୍ଲାପାଳଙ୍କୁ ଆମର ଅନୁରୋଧ, କ୍ଷୁଦ୍ର ଜଳସେଚନ ବିଭାଗ ଜଳ ଯୋଗାଣର ଚୁକ୍ତି ମିଡିଆ ପାଖରେ ରଖାଯାଏ ନାହିଁ। ଏ ବିଷୟରେ ତଦନ୍ତ କରି କନିଷ୍ଠ ଯନ୍ତ୍ରୀଙ୍କ ଅସଲ ମୁଖା ପଦାକୁ ଆଣନ୍ତୁ। ଅନୁଗୁଳରୁ ସଙ୍ଗୀତା ଲେଙ୍କାଙ୍କ ରିପୋର୍ଟ, ସଂଘର୍ଷ ଟିଭି।